जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम वास्तुर सेशन आरंभ करवा। वास्तुर सेशन क्रम आम डिस्कशन करुले जे किभଳି भाବରେ ଆମେ କୌଣସି ଗୋଟେ ପ୍ଲଟ ଦେଖିବାକୁ ଗଲେ ଆମେ ଯଦି କୌଣସି ଗୋଟେ ପ୍ଲଟ ଦେଖିବାକୁ ଯାଉ ତାହେଲେ ସେଟା କୋଉ କ୍ୟାଟାଗୋରୀ କୋଉ ଟାଇପ ଅଣ୍ଡରରେ ଆସିବ ସେଇ କ୍ରମରେ ଆମେ ପାଞ୍ଚଟା ଟାଇପ ର ଡିସ୍କସନ କରିଥିଲେ ଫାଷ୍ଟ ଭିଡିଓରେ ଯୋଉଥିରେ କି ଥିଲା ବୈଦିକ ବର୍ଣ୍ଣାଶ୍ରମ ମତେ କେମିତିଆ ପ୍ଲଟଟା ରହିଥିବା ଦରକାର। ତାପରେ ଆମେ ମାଟିର ଉର୍ବରତା ମତେ ଅଲରେଡି କାଲି ପଢି ଦେଇଛେ। ଆଜି ଆମେ ପଢିବା ସ୍ଲୋପ ମତେ ମାନେ ଢାଲୁ ମତେ। ତ ଆମେ ଆଜି ଯୋଉ ଜାଗାର ପ୍ରକାର ଭେଦ ପଢୁଛେ ସେଇଟାକୁ ଆମେ ଜାଣିବା। ଏଇ ଯୋଉ ଜାଗାର ପ୍ରକାର ଭେଦ ବିଷୟରେ ଆମେ ଜାଣିବା ଯେ ଗୋଟେ ପ୍ଲଟ ଟା ଧର ଏଇଠି ଅଛି ସେଟା କି ଭଳିଆ ପ୍ଲଟ। ଗୋଟେ ଗୋଟେ ପ୍ଲଟ ଦେଖିବ ତାର ଏଇ ଜାଗାଟା ଉଚ୍ଚା ହେଇଯାଇଥିବ, କୋଉ ପ୍ଲଟର ଏ ପଟ ଏଇ ପାର୍ଟ ଟା ଉଚ୍ଚା ହେଇଯାଇଥିବ, କୋଉ ପ୍ଲଟର ଏଇ ପାର୍ଟ ଟା ଉଚ୍ଚା ହେଇଯାଇଥିବ, ଏଇ ପାର୍ଟ ଟା ଡାଉନ ହେଇଯାଇଥିବ। ଏଇଭଳିଆ ସବୁ ପ୍ଲଟ ଥାଏ। ଆମେ ଆଜି ପଢୁଛେ ଢାଲୁ ମତେ। ଢାଲୁ ମତେ ପ୍ଲଟ କେତେ ପ୍ରକାର। ଢାଲୁ ମତେ ଆରେ ଢାଲୁ ମତେ କଣ? ଏଇଟା ତୁମେ ଜେନେରାଲି ଯଦି ଗୋଟେ ଘର ତିଆରି ହେଇଥିବ ତୁମେ ଏଇ ଏଇ ଯୋଉ ଜିନିଷଟା ଯୋଉ ଢାଲୁ ମତେ ସେ ତୁମେ ଜାଣିପାରିବନି, କାରଣ ଘରଟା ତିଆରି ହେବା ପୂର୍ବରୁ ସେଟାକୁ ସମାନ କରିଦେଇଥାନ୍ତି। କିନ୍ତୁ ଆକର୍ଡିଂ ଟୁ ଜୋଗ୍ରାଫିକାଲ ଭିଉ ଯେତେବେଳେ ସେଠି କୌଣସି ପ୍ଲଟ ଉପରେ ଘର ତିଆରି ହେଇନଥିବ, ପ୍ଲଟ ଟା ଖାଲି ଥିବ, ତୁମେ ସେତିକି ବେଳେ ଏଇ ଜିନିଷଟାକୁ ଦେଖିବ ଯେ ଏ ଜାଗାର ଢାଲୁଟା କିଭଳି ଭାବରେ ପ୍ରାକୃତିକ ସଂଗଠନକୁ ନେଇକି ହେଇଛି। ଠିକ ଅଛି ନା? ତେଣୁ ଏଇ ଜିନିଷଟା ତୁମେ ସେତେବେଳେ ଯେତେବେଳେ ପ୍ଲଟରେ ଘର ତିଆରି ହେଇ ନଥାଏ, ପ୍ଲଟ ଟା ଖାଲି ଥାଏ, ମାନେ ଗୋଟେ ନୂଆ ଜାଗା ଦେଖିବାକୁ ଗଲ, ସେ ଜାଗାଟା ସମାନ ଅଛି କି ପ୍ରକୃତି ମତେ ତାର କଣ କୋଉ ଜାଗାଟା ଉଚ୍ଚା ଅଛି କୋଉ ଜାଗାଟା ନିଚା ଅଛି, ସେଇଠି ଏଇ ଜିନିଷଟା ତୁମକୁ ହେଲ୍ପ କରିବ। ତେଣୁ ସେଇଥିପାଇଁ ଢାଲୁ ମତେ ଜେନେରାଲି ପ୍ଲଟ କୁ ଚାରି ଭାଗରେ ବିଭକ୍ତ କରାଯାଇଛି। କଣ କଣ ବିଭକ୍ତ କରାଯାଇଛି? ନା ସର୍ବପ୍ରଥମେ କୁର୍ମ ପ୍ରସ୍ଥ ବା ତାକୁ କୁହାଯାଏ କଇଁଚ ପିଠିଆ। କଇଁଚ ପିଠିଆ ବୋଲି ତାକୁ କୁହାଯାଏ। ସେକେଣ୍ଡରେ କୁହାଯାଏ ଗଜ ପୃଷ୍ଠ। ଗଜ ପ୍ରସ୍ଥ ବା ଗଜ ପୃଷ୍ଠ ହେଲା। ଗଜ ମାନେ ହେଲା ଏଲିଫ୍ୟାଣ୍ଟ। ଥାର୍ଡ ରେ କୁହା ହେଲା ଦୈତ୍ୟ ପୃଷ୍ଠ ବା ଦୈତ୍ୟ ପ୍ରସ୍ଥ। ଦୈତ୍ୟ ପ୍ରସ୍ଥରେ କଣ ନା ଏଭିଲ। ଚତୁର୍ଥରେ କଣ ନା ସର୍ପ ବା ନାଗ ପୃଷ୍ଠ ବା ପ୍ରସ୍ଥ। ଠିକ ଅଛି। ତ ସର୍ବପ୍ରଥମେ ଆମେ ଜାଣିବା କୁର୍ମ ପ୍ରସ୍ଥ ଟା କେଇ ଭଳିଆ ପ୍ଲଟ। ଭାଇ ସେଇ ଜାଗାର ପ୍ଲଟ କୁ କୁର୍ମ ପ୍ରସ୍ଥ ବା କୁର୍ମ ପୃଷ୍ଠ କୁହାଯିବ ଯଦି ମଝିରେ ଉଚ୍ଚା ଏବଂ ସେଠାରୁ ଅନ୍ୟ ସବୁ ଦିଗକୁ ଢାଲୁ। ମାନେ ଧର ଏମିତିଆ ଗୋଟେ ପ୍ଲଟ ଟା ଅଛି, ତାର ଠିକ ମଝି ପୋର୍ସନ ଟା ହାଇଟ ରେ ଅଛି, ଯେମିତି କଇଁଚର ପିଠିଟା ଯେମିତି ସେଇଭଳିଆ ଭାବ। କଇଁଚ ପିଠି ଭଳିଆ ଏଇଠି ତାର ଏଇ ଜାଗା ଟିକେ ହାଇଟ ହେଇକି ଅଛି, ଏଇଠୁ ସବୁ ଦିକ ସବୁ ଡାଉନ ହେଇ ହେଇ ଯାଇଛି। କଇଁଚ ପିଠିଟାକୁ ମନେ ମନେ ଭାବ ଯେ ସେ ପିଠିଟା କେଉଁ ଭଳିଆ ହେଇଥିବ। ମାନେ ଏ ପ୍ଲଟର ଏଇ ଯୋଉ ପାର୍ଟଟା ଥିବ ସେଟା ହାଇଟ ହେଇଥିବ, ଏଉଠୁ ସବୁ ଡାଉନ ହେଇଥିବ। ଯଦି ଏଇଭଳିଆ କୌଣସି ପ୍ରାକୃତିକ ପ୍ଲଟ କାହାକୁ ମିଳେ, ସେଠି ଯଦି ବାସଗୃହ ନିର୍ମାଣ କରାଯାଏ, ବାସ୍ତୁ ମତେ ସେ ପ୍ଲଟଟି ବହୁତ ଭଲ ଏବଂ ଯିଏ ସେଠି ପ୍ଲଟରେ ଘର ତିଆରି କରି ରହିବ ତାର ସବୁ ପ୍ରକାର ଧନ ଓ ସମୃଦ୍ଧି ତାର ହେବା କଥା ହେବ। ବର୍ତ୍ତମାନ ଆସିବା ଆମେ ଗର୍ଜପ୍ରସ୍ଥ ବା ଗର୍ଜପୃଷ୍ଠ। ଗର୍ଜପୃଷ୍ଠ କେମିତିଆ ଦେଖିବାକୁ, ମୁଁ ଏଇଠି ଗୋଟେ ଛୋଟ ଚିତ୍ରଟା କରୁଛି, ସେଥିରୁ ତମେ ବୁଝିବ। ଠିକ ଅଛି। ନର୍ଥ, ୱେଷ୍ଟ, ଇଷ୍ଟ, ନର୍ଥ ସାଉଥ, ଇଷ୍ଟ, ୱେଷ୍ଟ। ବେଷ୍ଟ। ଭାଇ ଗର୍ଜପ୍ରସ୍ଥ ମାନେ କଣ? ନା ଏଇଭଳିଆ ଯଦି ଗୋଟେ ପ୍ଲଟ ଟା ଥିବ ଯାହାର ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଉଚ୍ଚତା ଉତ୍ତର ପୂର୍ବ ଦକ୍ଷିଣ ପୂର୍ବ ଆଡକୁ ଢାଲୁ। ଉତ୍ତର ପଶ୍ଚିମ ମାନେ କଣ? ନା ନର୍ଥ ୱେଷ୍ଟ,
ଦକ୍ଷିଣ ପଶ୍ଚିମ ମାନେ କଣ ନା ସାଉଥ ୱେଷ୍ଟ, ମାନେ ମୋଷ୍ଟ ପ୍ରୋବାବଲି ଏଇ ପାର୍ଟ ଟା ହାଇଟ୍ ଥିବ, ଏଇ ପାର୍ଟ ଟା ଡାଉନ ଥିବ, ତାକୁ ଆମେ କହିବା ଗଜ ପ୍ରସ୍ଥ ବା ଗଜ ପୃଷ୍ଠ। କ୍ଲିୟର ନା ଭାଇ, ରାଜବାବୁ କ୍ଲିୟର ହେଇଗଲେ କି? ହୁଁ। ଏଇ ପାର୍ଟ ଟା ହାଇଟ୍ ଥିବ, ଏଇ ପାର୍ଟ ଟା ହୁଁ ଡାଉନ ଥିବ। ହୁଁ ଠିକ ଅଛି। ହୁଁ। ୱେଷ୍ଟ ହାଇଟ୍ ଥିବ। ଠିକ ସେମିତି, ହଁ ଠିକ ସେମିତି ଏଇ ଦୈତ୍ୟ ପୃଷ୍ଠ କଣ ନା ଗଜ ପୃଷ୍ଠର ଠିକ ଓଲଟା ହେଲା ଦୈତ୍ୟ ପୃଷ୍ଠ। ହୁଁ ଗଜ ପୃଷ୍ଠର ଠିକ ଓଲଟା, ଯଦି ହୁଁ ଏଇ ପଟଟା ହାଇଟ୍ ଥିବ, ଏଇ ପଟଟା ଡାଉନ ଥିବ, ତାହେଲେ ସେଟାକୁ ଦୈତ୍ୟ ପୃଷ୍ଠ କୁହାଯାଏ। ଠିକ ଅଛି ନା? ତ ହୁଁ। ଗଜ ପୃଷ୍ଠରେ ଯଦି କିଏ ଘର କଲା ତାହେଲେ ବହୁତ ବଢିଆ, ତାଙ୍କର ବହୁତ ଆୟୁ ବଢିଆ। ବୃଦ୍ଧି ହବ, ସ୍ୱାସ୍ଥ୍ୟବାନ ହେବେ। କିନ୍ତୁ ଦୈତ୍ୟ ପୃଷ୍ଠରେ ଯଦି କିଏ ଘର କଲା, ଭାଇ ସିଏ ବହୁତ ଅଶୁଭ ଫଳ ପାଇବ। ତାର ଯାହା ବି ଶୁଭ ଫଳ ମିଳିବା କଥା ସେଥିରେ ପୁରାପୁରି ସେ ବାଧା ପ୍ରାପ୍ତ ହବ, ଏବଂ ହୁଁ ସବୁବେଳେ ସେ ଜାଗାରେ ନିଅଣ୍ଟିଆ ଟା ଲାଗି ରହିବ। ଦୈତ୍ୟ ପୃଷ୍ଠରେ ଯଦି କିଏ ଘର କଲା, ସେ ଯଦି ହୁଁ ପ୍ଲଟ ଦୈତ୍ୟ ପ୍ରସ୍ଥ ବାଲା ଥିବ ଏବଂ ତାକୁ ସିଏ ସମାନ କରି ଘର କଲା, ତାହେଲେ ତାର ଏଇଭଳିଆ ପ୍ରୋବ୍ଲେମ ଟା ରହିବ। ହୁଁ ତାପରେ ସର୍ପ ବା ନାଗ ପୃଷ୍ଠ କଣ ନା ଏମିତିଆ ଗୋଟେ ପ୍ରସ୍ଥ, ମାନେ ଏମିତିଆ ଗୋଟେ ପ୍ଲଟ, ମାନେ ତାର କିଛି ବି ପୃଷ୍ଠ କୋଉଟା ଉଚ୍ଚା ହେଇଗଲାଣି, କୋଉ ପଟଟା ନିଚା ହେଇଗଲାଣି, କୋଉଟା ଡାଉନ ହେଇଗଲାଣି, କୋଉଟା ହାଇଟ୍ ହେଇଗଲାଣି, ତାର କିଛି ଠିକ ଠିକଣା ନାହିଁ। ଠିକ ଠିକଣା ନାହିଁ। ମାନେ ଆବୁଡା ଖାବୁଡା, ଯେମିତି ମଧ୍ୟପ୍ରଦେଶରେ ବିହଡ କୁହାଯାଏ। ବିହଡ ମାନେ ପୁରା ହୁଁ 200 300 ଜାଗା ଖାଲି ବାଲି ଢାଲୁ, ମାନେ ବଙ୍କା ବଙ୍କା ରୋଡ। ମଧ୍ୟପ୍ରଦେଶର ବିହଡ ଯୋଉଠି ଚମ୍ବଲ ଥାଏ, ସେଠି ଯୋଉ ଡାକୁଥିଲେ ବିହଡ ମେ ଡାକୁ, ହୁଁ ସେ ହୁଁ ଏରିଆ କଥା ମନେ ପକେଇକି ଭାବି ଦିଅ, ସେଇଟା ହଉଛି ସର୍ପ ବା ନାଗପୃଷ୍ଠ। ସେଠି କଲା ମାନେ ସବୁବେଳେ ଶତ୍ରୁ ଆଉ ମୃତ୍ୟୁ ଭୟ ଥାଏ। ହୁଁ ବାସ୍ତୁରେ ଏଇଭଳିଆ ପ୍ଲଟ କୁ ଯଦି ଫ୍ରିରେ କିଏ କାହାକୁ ଦିଏ, ତାହେଲେ ନେବ ନାହିଁ। ମାନେ ଯୋଉଠି ସେ ଜାଗାରେ ପୁରା ଖାଲି ଅସ୍ତବ୍ୟସ୍ତ, ମାନେ କୋଉଟା ଉଚ୍ଚା ହେଇଗଲାଣି, କୋଉଟା ଡାଉନ ହେଇଗଲାଣି, କୋଉଟା ଧର ଗୋଟେ ପ୍ଲଟରେ 22 25ଟା ଜାଗାରେ ମାଟି ଗଦେଇଦେଲା କିଏ, ତାକୁ ସମାନ କଲା, ସେଇଟା ତ ହୁଁ ଅଲଗା କଥା। କିନ୍ତୁ ବାସ୍ତବିକ ପ୍ରାକୃତିକ ମତେ କୋଉ ଏପଟଟା ହାଇଟ୍ ହେଲା ବେଳକୁ ଏଇଟା ଡାଉନ ହେଇଗଲାଣି, ପୁଣି ଏ ଜାଗାଟା ହାଇଟ୍ ହେଇଗଲାଣି, ପୁଣି ତାର ମାନେ କିଛି ଗୋଟେ ନିର୍ଦ୍ଦିଷ୍ଟ ନାହିଁ, ନିର୍ଦ୍ଦିଷ୍ଟତା ନାହିଁ। ତେଣୁ ସର୍ପ ନାଗ ପୃଷ୍ଠରେ ଘର କରିବ ନାହିଁ, ଦୈତ୍ୟ ପ୍ରସ୍ଥରେ ଘର ହୁଁ କରିବ ନାହିଁ। ଘର କରିବା ପାଇଁ କୁର୍ମ ପ୍ରସ୍ଥ ଟା ସବୁଠୁ ବଢିଆ, ଗଜ ପ୍ରସ୍ଥ ଟା ସବୁଠୁ ବଢିଆ। ହୁଁ ଆଉ ଏଇଟା ହେଲା ପ୍ରସ୍ଥ ହିସାବରେ। ଆଉ ସମାନ ପ୍ଲଟରେ ତ ସମସ୍ତେ ଘର କରିବେ, ଯାହାର ଚାରିକୋଣିଆ ପ୍ଲଟଟା ହେଇଥିବ, ହାଇଟ୍ ପୁରା ସବୁ ଜାଗାରେ ପ୍ରାୟତଃ ସମାନ ଥିବ, ସେଟା ତ ବଢିଆ। କିନ୍ତୁ ଦେଖିବ ପ୍ରାକୃତିକ ବିନ୍ୟାସ ମତେ କୌଣସି ପ୍ଲଟ ଗୋଟେ ଏତେ ସୁନ୍ଦର ଭାବରେ ମିଳିବନି, ଯୋଉଟା କି ତୁମକୁ ପୁରା ପୁରା ଷ୍ଟ୍ରେଟ ମିଳିଥିବ, ମାନେ ପୁରା ସିଧା ସାଧା ସବୁଠି ସମାନ ହାଇଟ୍ ଥିବ, ଜମା ମିଳିବନି। ଯେମିତି ହେଲେ କୌଣସି ନା କୌଣସି ଝାଙ୍କି ଥିବ। ଆଉ ସେଇ ଝାଙ୍କିବାଟା ଏଇ ଚାରିଟା ପ୍ରସ୍ଥରୁ ତୁମେ ମାନେ ଭଲସେ ଜାଣିପାରିବ। କ୍ଲିୟର ଅଛି ନା ଭାଇ? ହୁଁ ତ ଆଜିର ଏଇ ସେସନରେ ଆମେ ଜାଣିଲେ ଢାଲୁ ମତେ ପ୍ଲଟ କେତେ ପ୍ରକାର, ନା କୁର୍ମ ପ୍ରସ୍ଥ, ଗଜ ପ୍ରସ୍ଥ, ଦୈତ୍ୟ ପ୍ରସ୍ଥ, ସର୍ପ ବା ନାଗ ପ୍ରସ୍ଥ। ଏଇଥିରୁ କୁର୍ମ ପ୍ରସ୍ତର ଘର କରିବା ବହୁତ ବଢିଆ, ଗଜ ପ୍ରସ୍ତରେ ବି ବହୁତ ବଢିଆ, ଦୈତ୍ୟ ପ୍ରସ୍ତରେ କରିବା ନାହିଁ, ସର୍ବ ପ୍ରସ୍ତରେ ବା ସର୍ବନାଗ ପ୍ରସ୍ତରେ କରିବା ନାହିଁ। ଏଇ ସବୁ ନଲେଜ ଗୁଡାକ ଯାହା ପାଖରେ ଥାଏ, ଏ ସମସ୍ତେ ସମସ୍ତଙ୍କୁ କହିବା ଉଚିତ। ଯୋଉ ମାନେ ନୂଆ ଘର କରିବା ପାଇଁ ବାଛୁଛନ୍ତି ବା ଭାବୁଛନ୍ତି, ସେମାନେ ଏଇଟା ଜାଣିବା ଉଚିତ କି ଆମେ ଯୋଉ ପ୍ରସ୍ତର ଘର କରୁଛୁ ବା ଯାହା ଯୋଉଭଳି ଭାବରେ କରୁଛୁ, ସେଇ ଜିନିଷଟା ଆମର ବାସ୍ତୁ ଅନୁଯାୟୀ ଠିକ ହେଲା କି ହେଲାନି। ଠିକ ଅଛି। ତ ଆଜିର ହୁଁ। ସେସନ ପାଇଁ ଏତିକି। ପୁଣି କାଲି ଆମେ କିଛି ନୂଆ ବାସ୍ତୁର ଜିନିଷ ସହିତ ଆଗକୁ ବଢିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।